ପିଲାମାନେ କେମିତି ଅଛ? ଆଜି ଆମେ ଶିଖିବା ସ୍ଥାନୀୟ ମାନର ମୂଲ୍ୟ। ସ୍ଥାନୀୟ ମାନ ମାନେ ପିଲାମାନେ ଜାଣିଥିବ ଏକକ, ଦଶକ, ଶତକ, ହଜାର, ଅୟୁତ, ଲକ୍ଷ, ନିୟୁତ, କୋଟି ଏତିକି ପର୍ଯ୍ୟନ୍ତ ଆମେ ଜାଣିବା। ଦେଖ ଏକକ ମାନେ ପିଲାମାନେ ତାର ମୂଲ୍ୟ ହେଉଛି 1, ଦଶକ ମାନେ 10, ଶତକର ତାର ମୂଲ୍ୟ ହେଉଛି 100, ହଜାରର ସ୍ଥାନର ମୂଲ୍ୟ ହେଉଛି 1000, ଅୟୁତ ସ୍ଥାନର ମୂଲ୍ୟ ହେଉଛି 1 ଅୟୁତ, ଲକ୍ଷ ସ୍ଥାନର ସ୍ଥାନୀୟ ମାନର ମୂଲ୍ୟ ହେଉଛି 1 ଲକ୍ଷ, ଆଉ ନିୟୁତ ସ୍ଥାନର ସ୍ଥାନୀୟ ମାନର ମୂଲ୍ୟ ହେଉଛି 1 ନିୟୁତ, କୋଟି ସ୍ଥାନର ସ୍ଥାନୀୟ ମାନ ହେଉଛି 1 କୋଟି। ଗୋଟେ ତୁମକୁ ବୁଝିବା ପାଇଁ ଗୋଟେ ଉଦାହରଣ ଦେଇଦେଇଛି। ଏଇଟା ଦେଖ ଦେଇଦେଇଛି 5 କୋଟି 6 ଅୟୁତ 7 ଲକ୍ଷ 4 ଅୟୁତ 3269। ଏଠି ପିଲାମାନେ ଏକକ ସ୍ଥାନରେ କିଏ ଅଛି ନା 9, ତାହେଲେ 9 ଏକକ ମାନେ ପିଲାମାନେ କେତେ ନା 9 ଏକକ କିବେଳେ 9 ଏକକ ମାନେ 9ଟା 1 ମାନେ କେତେ ହେବ ପିଲାମାନେ 9ଟା 1 ମାନେ ସେଇ 9। ଠିକ୍ ସେଇଭଳିଆ ଏଠି ଦଶକ ସ୍ଥାନରେ କେତେ ଅଛି ପିଲାମାନେ ନା ସେ 6 ଅଛି। ଦଶକ ସ୍ଥାନରେ 6 ଅଛି। 1 ଦଶକ ଯଦି 10 ହେଲା 6 ଦଶକ ତାହେଲେ କେତେ ହେବ 6 ଦଶକ ଅର୍ଥାତ୍ 60। ଠିକ୍ ସେଇଭଳିଆ ଶତକ ସ୍ଥାନରେ କେତେ ଅଛି ନା 2। 1 ଶତକ ଯଦି 100 ହେଲା 2 ଶତକ ତାହେଲେ କେତେ ହେବ 200। ହଜାର ସ୍ଥାନରେ ପିଲାମାନେ କେତେ ଅଛି ନା 3। ହଜାର ମାନେ କେତେ 1000। 1000 ସ୍ଥାନରେ 3 ଅଛି ମାନେ କେତେ ହେଲା 3000। ଠିକ୍ ସେଇଭଳିଆ ଅୟୁତ ସ୍ଥାନରେ ଯଦି ଆମେ ଦେଖିବା ଅୟୁତ ହେଉଛି 1 ଅୟୁତ ତାର ସ୍ଥାନୀୟ ମାନର ମୂଲ୍ୟ, ତାହେଲେ ଏଠି କେତେ ଅଛି ଅୟୁତ ସ୍ଥାନରେ 4 ମାନେ କେତେ ହେବ ପିଲାମାନେ ନା 4 ଅୟୁତ। ଠିକ୍ ସେହିପରି ଲକ୍ଷ ସ୍ଥାନକୁ ଯେତେବେଳେ ଆମେ ଯିବା ଲକ୍ଷ ସ୍ଥାନରେ ପିଲାମାନେ ତାର ମୂଲ୍ୟ କେତେ ଅଛି ନା 7। ସେଠି ଲକ୍ଷର ମୂଲ୍ୟ କେତେ 1 ଲକ୍ଷ, 7 ଅଛି ମାନେ କେତେ ପିଲାମାନେ ହେବ ନା 7 ଲକ୍ଷ। ସେହିପରି ନିୟୁତ ସ୍ଥାନରେ ତାର ସ୍ଥାନୀୟ ମାନ ମୂଲ୍ୟ କେତେ ନା 1 ନିୟୁତ। ଯଦି 1 ନିୟୁତ ହେଲା ତାହେଲେ ଏଠି ନିୟୁତ ସ୍ଥାନ କେତେ ଅଛି ନା 6 ଅଛି, ତାହେଲେ କେତେ ହେବ ପିଲାମାନେ 6 ନିୟୁତ। କୋଟି ସ୍ଥାନରେ ସ୍ଥାନୀୟ ମାନ ମୂଲ୍ୟ କେତେ ନା 1 କୋଟି, ତ କୋଟି ସ୍ଥାନରେ କେତେ ଅଛି ପିଲାମାନେ ନା 5, ତାହେଲେ କେତେ ହେବ 5 କୋଟି। ଧନ୍ୟବାଦ।